ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ସଫଳତା। ନିର୍ବାଚନ ପାଖେଇ ଆସୁଥିବା ବେଳେ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି। ଯମନକିରା ଥାନା ଅନ୍ତର୍ଗତ ଚିରୁଗୁଣିଖୋଲ ଗ୍ରାମରେ ଗଣେଶ ସିଂହ ଓ ଅରୁଣ ଭୋଇ ଚୋରା ବନ୍ଧୁକ ରଖିଥିବାର ଖବର ପାଇ ଯମନକିରା ଆଇଆଇସି ପଦ୍ମମାଳା ସାହୁଙ୍କ ନେତୃତ୍ୱରେ ଯମନକିରା ପୋଲିସ ତାଙ୍କ ଘରେ ଯାଞ୍ଚ କରିଥିଲା। ଦୁଇ ଜଣଙ୍କଠାରୁ ଦୁଇଟି ଚୋରା ଦେଶୀ ବନ୍ଧୁକ ପାଇ ଅଧିକ ଖୋଳତାଡ଼ କରିବା ଫଳରେ ସେମାନେ ବାସୁପଲ୍ଲୀ ଗ୍ରାମର ବିଦ୍ୟାଧର ପ୍ରଧାନଙ୍କଠାରୁ ଏ ବନ୍ଧୁକ କିଣିଥିବା ପ୍ରକାଶ କରିଥିଲେ। ଫଳରେ ଆଜି ଯମନକିରା ପୋଲିସ ସମ୍ବଲପୁର ପୋଲିସର ସହାୟତାରେ ବାସୁପଲ୍ଲୀ ଗ୍ରାମର ବିଦ୍ୟାଧରଙ୍କ ବାସସ୍ଥଳକୁ ରେଡ୍ କରିଥିଲେ। ବିଦ୍ୟାଧରଙ୍କ ଘରୁ 20ଟି ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ନାନା ମେସିନ୍ ମିଳିଥିବାର ସମ୍ବଲପୁର ଏସ୍ପି ପ୍ରେସ୍ ମିଟ୍ ଜରିଆରେ ମତ ପ୍ରକାଶ କରିଛନ୍ତି। ସମୁଦାୟ 22ଟି ଦେଶୀ ବନ୍ଧୁକ ଜବତ ହୋଇଥିଲା ବେଳେ ଗୋଟିଏ ଡବଲ ବ୍ୟାରେଲ୍ ଏବଂ 21ଟି ସିଙ୍ଗଲ ବ୍ୟାରେଲ୍ ଥିବା ଏସ୍ପି ପ୍ରକାଶ କରିଛନ୍ତି। ଅଭିଯୁକ୍ତ 3 ଜଣଙ୍କୁ ବେଆଇନ ଦେଶୀ ବନ୍ଧୁକ ରଖିବା ଓ ତିଆରି ଅଭିଯୋଗରେ ଏକ ମାମଲା ରୁଜୁ କରି ଯମନକିରା ପୋଲିସ କୋର୍ଟ ଚାଲାଣ କରିଛନ୍ତି। ଯମନକିରାରୁ ଅକ୍ଷୟ ଦେହୁରୀଙ୍କ ରିପୋର୍ଟ, ଓଡ଼ିଶା ଏକାମ୍ର ଲାଇଭ୍।